ଗପଟିର ନାଁ ହେଉଛି ହାତୀ ଏବଂ ଦର୍ଜି। ଗୋଟିଏ ହାତୀ ଦର୍ଜି ଦୋକାନକୁ ପ୍ରତ୍ୟେକ ଦିନ ଯାଏ। ଦର୍ଜିଟି ହାତୀକୁ ସବୁଦିନେ ଫଳ ଖାଇବାକୁ ଦିଏ। ହାତୀ ଓ ଦର୍ଜି ଦୁଇଜଣ ସାଙ୍ଗ ଭଳି ବ୍ୟବହାର କରନ୍ତି। ଦିନେ ଦର୍ଜି ହାତୀକୁ ଖାଇବାକୁ କିଛି ଫଳ ଦେଲା ନାହିଁ। ସେ ହାତୀ ଉପରକୁ କୌତୂହଳରେ ଛୁରୀ ଫୋପାଡ଼ିଲା। ହାତୀଟି ସେହି ଦିନଠାରୁ ମନ ଦୁଃଖରେ ପଳାଇଗଲା। ଆଉ ଦର୍ଜି ଦୋକାନକୁ ଆସିଲା ନାହିଁ। ହଠାତ୍ ଦିନେ ହାତୀ ଦର୍ଜି ଦୋକାନକୁ ଆସିଲା। ସେ ବହୁତ ରାଗି କରି ଆସିଥିଲା। ସେ ତାର ଶୁଣ୍ଢରେ କାଦୁଅ ନେଇ ଆସିଥିଲା। ସେହି କାଦୁଅକୁ ଦର୍ଜି ଦୋକାନ ଭିତରକୁ ପକାଇ ସବୁ ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ କାଦୁଅ କରିଦେଲା। ବିଚରା ଦର୍ଜିଟି ଭୟରେ ସେ ସ୍ଥାନ ଛାଡ଼ି ପଳାଇଗଲା। ତାହେଲେ ଆମେ ଏହି ଗପରୁ ଶିଖିଲେ, ଯିଏ ଯେମିତି କରେ ତା ଫଳ ସିଏ ସେମିତି ପାଏ। ଯିଏ ଯେମିତି କରେ ତା ଫଳ ସିଏ ସେମିତି ପାଏ।